ସତରେ ଜୀବନ କେତେ ସଂଘର୍ଷମୟ। ମନ କେତେବେଳେ କ'ଣ କୁହେ, କେଉଁଟା ଠିକ୍ କେଉଁଟା ଭୁଲ, ନା ପରିସ୍ଥିତି ଭୁଲ କିଛି ବି ବୁଝି ହୁଏନି। ବେଳେବେଳେ ମନରେ ପ୍ରଶ୍ନ ଆସେ, ଆମେ ଠିକ୍ ଥିଲେ କ'ଣ ସତରେ ସବୁ କିଛି ଠିକ୍ ହେଇଥାଏ? ହେଲେ ଜୀବନରେ ଏମିତି ବି କିଛି ଲୋକ ଥିବେ, ତାଙ୍କୁ ତା ନାଁରେ ଗପିବାକୁ ବହୁତ ଭଲ ଲାଗେ। ଆଉ ତମେ ଯଦି ଗୋଟେ ଓଭର ଥିଙ୍କର ହେଇଥିବ ନା, ସେଇଟା ତମକୁ ପୁରା ଗୋଟେ ଦେଓମାଳି ପର୍ବତ ଭଳିଆ ହିଁ ଫିଲ୍ ହେବ। ହଉ ଛାଡ଼, ଯେଉଁମାନେ ଯେମିତି ଅଛନ୍ତି ସେମାନେ ସେମିତି ହିଁ ରହିବେ, ତାଙ୍କୁ ଆମେ ଆମ କଥାରେ ବଦଳେଇ ପାରିବାନି। ତାପରେ ମୁଁ ପଳେଇ ଆସିଥିଲି ଖୋସା କରିବାକୁ। ମୋ ଦ୍ୱାରା ଜମା ବି ତ ଖୋସା ଠିକ୍ସେ ହୁଏନି, ଯାହା ଯେମିତି କରି ମୁଁ ଖୋସାଟା କରିଦେଇଥିଲି। ତା ଭିତରେ ବାପା ବିଲକୁ ଯାଇଥିଲେ, ପଳେଇ ଆସିଥିଲେ, କହିଲେ କି ମୁଁ ତାଙ୍କ ଗୋଡ଼ ମୋଡ଼ିବା ପାଇଁ। ସମସ୍ତଙ୍କ ଘରେ ଏମିତି କିଛି ନା କିଛି ପିଲା ଥିବେ, ତାକୁ କିଛି କାମ ଆସୁ କି ନ ଆସୁ, ହେଲେ ଗୋଡ଼ ହାତ ସେ ବହୁତ ଭଲ ଭାବେ ମୋଡ଼ିପାରେ। ଆମ ଘରେ ହେଉଛି ମୁଁ ସେଇ ମହାନ ବ୍ୟକ୍ତି ଯାହାକୁ ସମସ୍ତେ ଡାକନ୍ତି ଗୋଡ଼ ହାତ ମୋଡ଼ିବା ପାଇଁ। ମୋ ହାତ କୁଆଡ଼େ ବହୁତ ଭଲ ଭାବେ କାଟେ, ମୁଁ ମୋଡ଼ିଲେ କୁଆଡ଼େ ସମସ୍ତଙ୍କୁ ଭଲ ଲାଗେ। ବାପାଙ୍କୁ ମୋଡ଼ି ସାରିଲା ପରେ ଦେଖିଲି କି ଏତେ ଦିନର ଭ୍ୟାକେସନ୍ ପରେ ସୂର୍ଯ୍ୟ ଦେବତା ଆବିର୍ଭାବ ହୋଇଛନ୍ତି। ଯାହା ହଉ, ଏତେ ଦିନ ବର୍ଷା ପରେ ଖରା ଟିକେ ଆସିଲେ ମୋତେ ତ ପୁରା ଜନ୍ନତ ଭଳିଆ ହିଁ ଫିଲ୍ ହୁଏ। ମୁଁ କ'ଣ କଲି, ମୋର ସବୁତକ ଡ୍ରେସ୍ ପତ୍ର ଯାହା ବି ଥିଲା ଗୋଟି ଗୋଟି କରି ଭଲ ଭାବେ ଶୁଖେଇଦେଲି। ତାପରେ ପଳେଇ ଆସିଥିଲି ସିଧା ଖାଇବା ପାଇଁ। ଦେଖା ହେବା ନେକ୍ସଟ ବ୍ଲଗ୍ରେ। ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।